ଭୁଜ ତଳେ ପ୍ରଭୁ ଦେବା ପାଇଁ ଆଶ୍ରା ଗୁହାରି କରୁଛି ତତେ ଦୁଃଖ ଦରିଆରୁ ହେକଳା ଠାକୁର ପାରି କରିନିଅ ମୋତେ। ହ୍ୟାଲୋ ଭିଉଅର୍ସ, ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍କୁ। 14 ଫେବୃଆରୀ ବହୁତ ବଡ଼ ଦିନ। ଆପଣମାନେ ଜାଣନ୍ତି ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ବଜେଟ୍ ପୂର୍ବରୁ ଇଏ ହେଉଛି ବଡ଼ ବୈଠକ। ତେବେ ଆଜିର ବୈଠକକୁ ସମସ୍ତଙ୍କ ଉପରେ ଯେତେବେଳେ ନଜର ଅଛି, ତା ଭିତରେ ଯାହାକି ଆପଣଙ୍କର ବିଭିନ୍ନ ସାରା ଡିପାର୍ଟମେଣ୍ଟର ଯେଉଁ ଗଭର୍ଣ୍ଣମେଣ୍ଟ ଅର୍ଡ଼ର ବାକି ଅଛି ତାକୁ ନେଇ ଆପଣମାନେ ଅନେଇ ରହିଛନ୍ତି। ତେବେ ଯେଉଁ ସବୁ କଥା ଲିଷ୍ଟିଂ ହେଇଛି ସେ ବିଷୟରେ କହିବି। ତା ଭିତରେ ବଡ଼ କଥା ହେଉଛି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ଆପଣଙ୍କର OSU ତରଫରୁ ମଧ୍ୟ ବିଏଡ଼୍କୁ ବର୍ତ୍ତମାନ ସମୟରେ ଏପ୍ରୁଭାଲ୍ ମିଳିଯାଇଛି। ଅର୍ଥାତ୍ ଆପଣମାନେ ଇଗ୍ନୋରେ ଯେମିତି ବିଏଡ଼୍ କରୁଛନ୍ତି ସେମିତି ଡିଷ୍ଟାନ୍ସ ମୋଡ଼୍ରେ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟିରେ ମଧ୍ୟ ଆପଣମାନେ ବିଏଡ଼୍ କରିପାରିବେ। ତାର ମଧ୍ୟ ଆପଡ଼େଟ୍ ଆପଣଙ୍କୁ ଦେବେ। ପ୍ରଥମେ ଦେଖନ୍ତୁ, ଏଠି ସ୍ପଷ୍ଟ ଭାବରେ କୁହାଯାଇଛି 14 ତାରିଖ ସନ୍ଧ୍ୟା 7টাରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ 2026-27 ଆର୍ଥିକ ବର୍ଷର ଚିଠା ବଜେଟ୍ ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ମନ୍ତ୍ରୀ ପରିଷଦ ବୈଠକ ପରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ବୋଲି ସରକାରଙ୍କ ପକ୍ଷରୁ ସମସ୍ତ ମନ୍ତ୍ରୀଙ୍କୁ ବୁଧବାର ସନ୍ଧ୍ୟାରେ ଅବଗତ କରାଯାଇଛି। ଏବଂ ଦେଖନ୍ତୁ, ଆପଣମାନେ ଯେଉଁ ଜିଓକୁ ଅନେଇ ରହିଥିଲେ ଆଜି ଜିଓ ଆସିବ ନା ନାହିଁ, ବାସ୍ତବରେ ଆଜି ଜିଓ କ୍ୟାବିନେଟ୍ରେ ଆପଣଙ୍କର ଲିଷ୍ଟିଂ ହେଇନାହିଁ। ମୁଁ ପୂର୍ବରୁ ବି କହିଥିଲି, କିନ୍ତୁ ନେକ୍ସଟ ୱିକ୍ ଆପଣମାନେ ଯଦି ଦେଖିବେ ସବୁକିଛି ଏପ୍ରୁଭ୍ ପରେ ବିଫୋର୍ ଆପଣଙ୍କର 28 ନଭେମ୍ବର, ଯେଉଁଟା 28 ଫେବୃଆରୀ, ଦ୍ୟାଟ୍ ମିନ୍ସ ଆପଣମାନେ ଯଦି ଦେଖିବେ ନୂଆ ଆର୍ଥିକ ବର୍ଷ ମାର୍ଚ୍ଚ ମାସ ଆରମ୍ଭ ହେବା ପୂର୍ବରୁ ଆପଣମାନେ 100% ନେକ୍ସଟ କ୍ୟାବିନେଟ୍ରେ ଆପଣମାନେ ଜିଓ ଦେଖିବେ ହିଁ ଦେଖିବେ। ଏଥିରେ ତିଳେ ହେଲେ ମଧ୍ୟ ସନ୍ଦେହର ଅବକାଶ ନାହିଁ। ଆଉ ରହିଲା ଯେଉଁମାନଙ୍କର ରିସେଣ୍ଟଲି ପାଚିକାମାନଙ୍କର ଦରମା ବୃଦ୍ଧି ପାଇଁ ସେମାନେ ଆନ୍ଦୋଳନ କରିଥିଲେ, ଅନ୍ୟାନ୍ୟ ବିଭାଗୀୟ ସ୍ତରରେ ମଧ୍ୟ ବିଭିନ୍ନ କଥା ଆଲୋଚନା ହୋଇଥିଲା। ବିଭାଗୀୟ ସଚିବମାନେ ହୁଅନ୍ତୁ, ବିଭାଗୀୟ ମନ୍ତ୍ରୀମାନେ ହୁଅନ୍ତୁ, ତ ସରକାର ସବୁ ଉପରେ ନଜର ରଖିଛନ୍ତି। ଡେଫିନେଟଲି ଏହି ବଜେଟ୍ ଆପଣମାନଙ୍କ ପାଇଁ ଖୁସି ଆଣିବ। କିନ୍ତୁ ତା ଭିତରେ ବିଏଡ଼୍ ପିଲାଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର। ସମ୍ବଲପୁର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ରାଜ୍ୟର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଯାହାକି OSUରେ ବିଏଡ଼୍ ଏବଂ ଶିକ୍ଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଛି, ଏଥିପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଅବସରରେ ଜାମିଆ ମିଲିଆ ଇସଲାମିଆ ନୂଆଦିଲ୍ଲୀରେ CDOL ଡିନ୍ ପ୍ରଫେସର M ମସହିଦ ଅହମଦଙ୍କୁ ବର୍ତ୍ତମାନ ସମୟରେ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଏବଂ କୁଳସଚିବମାନଙ୍କ ଉପସ୍ଥିତିରେ ଏ ସ୍ୱୀକୃତି ପ୍ରଦାନ କରାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି OSUରେ ବିଏଡ଼୍ ଏବଂ ଶିକ୍ଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ। ଓଡ଼ିଶାରେ ଯେଉଁ ପିଲାମାନେ ବିଏଡ଼୍ ପାଇଁ ଆଶାୟୀ ଥିଲେ, ବିଶେଷ କରି TGT ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର ଏବଂ ଯେଉଁମାନେ PG କରି ଅନେଇ ରହିଥିଲେ, ସେମାନଙ୍କର ମଧ୍ୟ ଇଚ୍ଛା ଅଛି ଗୋଟିଏ ପୋଷ୍ଟ ଗ୍ରାଜୁଏଟ୍ ଟିଚର ପୋଷ୍ଟ ପାଇବା ପାଇଁ। ତ ସେମାନଙ୍କ ପାଇଁ ଗୋଟିଏ ବହୁତ ବଡ଼ ଅପରଚ୍ୟୁନିଟି ଆଣୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ଇଏ ଥିଲା ବଡ଼ ନ୍ୟୁଜ୍ ଅପଡ଼େଟ୍। ଯେଉଁମାନେ ବି ଅନେଇ ରହିଥିଲେ ଆଜି କ୍ୟାବିନେଟ୍ ବିଷୟରେ, ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ, ପରିମଳ, ଓମେନ୍ ଏବଂ ୱେଲଫେୟାର ଡିପାର୍ଟମେଣ୍ଟ, ସବୁ ଡିପାର୍ଟମେଣ୍ଟରେ ଆଜି ବହୁତ ସାରା ଖୁସି ଖବର ଆସିବ, ଯେହେତୁ ଆପଣଙ୍କର କ୍ୟାବିନେଟ୍ ସାଙ୍ଗକୁ ଆଗାମୀ ଦିନର ବଜେଟ୍ ଅଛି 2026-27 ମସିହା ପାଇଁ। ତ କ୍ୟାବିନେଟ୍ର ଯାହା ବି ଅପଡ଼େଟ୍ ଆସୁଛି ଆପଣମାନେ ପ୍ରଥମେ ଆମ ଚ୍ୟାନେଲ୍ ମାଧ୍ୟମରେ ପାଇପାରିବେ। ଇଏ ଥିଲା ବଡ଼ ନ୍ୟୁଜ୍ ଅପଡ଼େଟ୍। ତ ଏଇଭଳି ସବୁବେଳେ ଅଥେଣ୍ଟିକ୍, ଜେନ୍ୟୁଇନ୍ ଆଉ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଦେ ଉତ୍କଳ ଜନନୀ।